ମୋଦିଜୀ କୋଉ ଜାଗାରେ କାମ ଦେଇଛନ୍ତି କି ନ ଦେଇଛନ୍ତି, କିନ୍ତୁ ଆମ ଗାଁରେ ସଲିଡ୍ କାମ ଦେଇଛନ୍ତି। ଘରେ ଘରେ ପାଇଖାନା ଦେଇଛନ୍ତି, କିନ୍ତୁ ଗାଁରେ 10-20 ଜଣଙ୍କୁ ଛାଡ଼ିଦେଲେ କେହି ପାଇଖାନା ୟୁଜ୍ କରୁନାହାନ୍ତି। ସବୁ ତ ଧାଇଁଲେ ପଡ଼ିଆକୁ। ଆଉ କେତେ ଜଣ ଅଛନ୍ତି ଆଜ୍ଞା, ସେ ପାଇଖାନା ତିଆରି କରିବା ପାଇଁ ଦେଉନାହାନ୍ତି। କହୁଛନ୍ତି ଆମର କାହିଁକି ଜାଗାଟାକୁ ବେକାରଟାରେ ମୁଁ ନଷ୍ଟ କରିବି। ପଡ଼ିଆ ପଡ଼ିଛି ଖୋଲା ଜାଗା, ଖୋଲା ଜାଗାରେ ଝାଡ଼ା ଫେରିଲେ ଯୋଉ ଆନନ୍ଦ, କଣ କରିବେ କହିଲେ? ଖୋଲା ଜାଗାରେ ଝାଡ଼ା ଫେରିଲେ କୁଆଡେ ତାକୁ ବହୁତ ଆନନ୍ଦ ଆଉ ଶାନ୍ତି ଲାଗୁଛି। କଣ କରିବା, ଏମିତି ବି ଲୋକ ଅଛନ୍ତି। ତ ଯାହା ବି ହଉ, ପ୍ରଧାନମନ୍ତ୍ରୀ ଆହୁରି ଏକ ଭଲ କାମ ଦେଇଛନ୍ତି। ଗାଁରେ ବର୍ଷା ହେଲେ ଲୋକେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଘରେ ପାଣି ପଶି ଯାଉଥିଲା, ଲୋକେ ପାଣି ଝିଟି ଝିଟି ହାତ ଏବଂ ଗୋଡ଼ କାଲୁଅ ପଡ଼ି ଯାଉଥିଲା। ତେଣୁ ତ ଯାହା ବି ହଉ, ଆଜି ଡ୍ରେନ୍ କାମ ଆରମ୍ଭ ହୋଇଯାଇଛି। ଲୋକେ ବହୁତ ଦିନର ସ୍ୱପ୍ନ ପୂରଣ ହେଲା ଭାବିକି ଆଜି ବହୁତ ଖୁସି ଅଛନ୍ତି। ଆଜି କାମ ଚାଲିଥିଲା ବେଳେ ବହୁତ ମଜା କଥା ବି ଘଟିଲା। ଏମିତି ଡ୍ରେନ୍ କାମ ଚାଲିଥାଏ, ମୁଁ ସେ ପାଖରେ ଛିଡ଼ା ହେଇଥାଏ। ଏକ ବୁଢ଼ୀ ମାଉସୀ ଚାଲି ଚାଲି ଆସି ମୋ ପାଖରେ ପହଞ୍ଚିଲା। ମତେ କହିଲା, ଆରେ ପୁଅ, ଏ କାମ କୋଉଥିପାଇଁ ହେଉଛି? ଇଏ କଣ ଝାଡ଼ା ଫେରିବା ପାଇଁ ହେଉଛି? ମତେ ଭାରି ହସ ଲାଗିଲା। ମୁଁ କହିଲି, ଆଲୋ ମାଉସୀ, ତତେ ଏ କଥା କିଏ କହିଲା? ନା, ମୁଁ ଶୁଣିଛି କାଳେ ବର୍ଷା ହେଲେ କୁଆଡେ କାଦୁଅରେ ଯାଇ ହୁଏ ନାହିଁ, ତେଣୁ ଏଠି ଆମେ ସବୁ ଝାଡ଼ା ଫେରିଦେଲେ ସେ ପାଣିରେ ସବୁ ଭାସିକି ଯିବ। ମତେ ବୁଝୁ ଆହୁରି ପୁଣି ଥରେ ହସ ଲାଗିଲା। ମୁଁ କହିଲି, ଆଲୋ ନା ଲୋ ମାଉସୀ, ଏଇ ସବୁ ଯୋଉ ବର୍ଷା ହଉଛି, ଘରୁ ଯୋଉ ପାଣି ବାହାରି ପାରୁନି, ସେ ପାଣି ଏ ଡ୍ରେନରେ ସବୁ ପଶିବ, ତାପରେ ଡ୍ରେନରେ ସବୁ ଭାସିକି ପଳେଇଯିବ, ବୁଝିଲୁ? ସେଇଥିପାଇଁ ଏ ଡ୍ରେନ୍ ହଉଛି। ତେଣୁ ମାଉସୀ ସବୁ ବୁଝିପାରିଲା, ତାପରେ ଲାଜରେ ସିଏ ଚୁପ୍ କରି ପଳେଇଗଲା। କଣ କରିବେ, ଲୋକ ଏମିତି ବୁଝିଛନ୍ତି ଏ ଡ୍ରେନ୍ ଝାଡ଼ା ଫେରିବା ପାଇଁ ହଉଛି କହିକି। ଏବେ ଏକ ବୁଢ଼ୀ ମାଉସୀଙ୍କୁ ପଚାରିବା, ସେ କୋଉଥିପାଇଁ ପାଇଖାନା ବ୍ୟବହାର କରୁନାହାନ୍ତି। ଇଏ ଦେଖୁଥିବେ, ଇଏ ହଉଛି ପାଇଖାନା। ପାଇଖାନା ଦେଖନ୍ତୁ କେମିତି କଦର୍ଯ୍ୟ ହେଇକି ପଡିଛି। ପାଇଖାନା ଉପରେ ଡୁଙ୍କ ଫୁଙ୍କ ସବୁ ଚଢି ଯାଇଛି, ଦେଖିପାରୁଥିବେ। ଦେଖନ୍ତୁ, ଇଏ ହଉଛନ୍ତି ବୁଢ଼ୀ ମାଉସୀ। ଚାଲନ୍ତୁ ଏବେ ସେ ବୁଢ଼ୀ ମାଉସୀଙ୍କୁ ପଚାରିବା। ଲାଟିନ୍ ଏଟା ୟୁଜ ହଉଛି ନା? କଣ ପାଇଁ ହଉନି? ପଡିଆକୁ ଯାଉଛ, ଲାଟିନରେ ହଉନି ତାହେଲେ? ଓହୋ, ହଉ। ତ ଚାଲନ୍ତୁ ଏବେ ଆମେ ଯୋଉ ପଡିଆରେ ଲୋକମାନେ ଝାଡ଼ା ଫେରନ୍ତି, ସେଇ ପଡିଆରେ ସ୍ଲାଇଡ୍ ଟିକେ କ୍ୟାମେରା ବୁଲେଇ ଦେଇକି ପଳେଇ ଆସିବା। ତ ଇଏ ହଉଛି ସେଇ ପଡିଆ, ଦେଖନ୍ତୁ। ଆରେ ରେ 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 ରେ, କିଏ ଗୋଟେ ଦିନ ବଟାରେ ବସି ପଡିଛି ନା କଣ? ଦେଖନ୍ତୁ, ଛାଡନ୍ତୁ, ସେପଟେ ଆମେ କ୍ୟାମେରା ନେବାନି, ଆମେ କ୍ୟାମେରା ଏପଟକୁ ନେଇଯିବା। ଇଏ ଦେଖନ୍ତୁ, ଇଏ ହଉଛି ଗଛ, ଇଏ ହଉଛି ଯୋଉ ଖାଲ ରହିଛି, ଇଏ ହଉଛି ଯୋଉ ହିଡ। ଏଇ ଗଛ ମୂଳ ବା ଏଇ ହିଡ ତଳ ଏମିତି ଜାଗାରେ ଲୋକମାନେ ବସନ୍ତି। ଏଇ ଦେଖିପାରୁଥିବେ, ଏବାଟେ ଝିଅ ବୋହୂ ସମସ୍ତେ ଯାଆନ୍ତି। ଆକ୍ଚୁଆଲି ସତ କଥା କହିବା ପାଇଁ ଗଲେ, ଆମେ ଗାଉଁଲି ଏବଂ ଜଙ୍ଗଲିଆ ହେଲେ ବି ଆମର ଝାଡ଼ା ଫେରିବା ପାଇଁ ବହୁତ ପଡ଼ିଆ ପଡ଼ିଛି, ବହୁତ ପରିଷ୍କାର ପଡ଼ିଆ ପଡ଼ିଛି। ଏମିତି ନୁହେଁ ଯେ ଆମ ଗାଉଁଲି ମାନେ ସେ ଗୋଟେ ଜାଗାକୁ ଝାଡ଼ା ଯାଆନ୍ତି। ବହୁତ ଜାଗା ଅଛି ଏମିତି ନୂଆ ନୂଆ ଜାଗା, ସେ ଅଲଗା ଅଲଗା ଜାଗାକୁ ଯାଆନ୍ତି, ବହୁତ ପରିଷ୍କାର ଜାଗାକୁ ଯାଆନ୍ତି। କିନ୍ତୁ ମୁଁ ଦିନେ ଆନ୍ଦପୁରକୁ ଆଜ୍ଞା ଯାଇଥିଲି, ସାମାନ୍ୟ ଆନ୍ଦପୁରକୁ। ଏମିତି ଦିନେ ମୋର ପେଟ ଟିକେ ଖରାପ ହେଇଗଲା। ମୁଁ ଭାବିଲି ଟିକେ ସେ ନଈ ସାଇଡକୁ ଯିବି। ସେ ନଈ ସାଇଡକୁ ଆଜ୍ଞା ଯାଇଥିଲି, ପାଦ ପକେଇବା ପାଇଁ ଆଜ୍ଞା ଜାଗା ମିଳିଲାନି। କୋଉଠି ମୁଁ ଝାଡ଼ା ଫେରି ବାଧ୍ୟ ଆଜ୍ଞା, ସେ କଣ କହିବି ନା, କହିବା କଥା ନୁହେଁ, ବାଧ୍ୟ ଆଜ୍ଞା ସେ ଜଣେ ଝାଡ଼ା ଫେରିଥିଲେ, ତା ଉପରେ ଆଜ୍ଞା ଝାଡ଼ା ଫେରି ଦେଇକି ପଳେଇ ଆସିଲି। ଆଉ କଣ ନିଜକୁ ଘୃଣା ଲାଗୁଥିଲେ ବି ସେ ଆଜ୍ଞା, ମୁଁ ଆଉ ସେଦିନ ମୁଁ ଆଉ ଖାଇପାରିଲିନି। କଣ କରିବେ କୁହନ୍ତୁ, ସେ କଥା କହିବା କଥା ନୁହେଁ। କିନ୍ତୁ ଆମ ଜଙ୍ଗଲୀ ଟୋକା ମାନେ ପଛେ 10 ଦିନରେ ଥରେ ସାବୁନ ମାରି ହୁଅନ୍ତୁ, ସେମାନେ ସଫା ଜାଗା ଛଡା
ସେମାନେ କେବେ ବି ଝାଡା ଫେରିବେ ନାହିଁ। ଏଇ ଦେଖୁଥିବେ ବଡ ପଥର, ପଛେ ସେ ବଡ ପଥର ଉପରେ ସେମାନେ ଝାଡା ଫେରିଦେବେ, ତଥାପି ସେମାନେ ଅଳିଆ ଜାଗାରେ ଝାଡା ଫେରିବେ ନାହିଁ। ଏଇ ଦେଖୁଛନ୍ତି ତ କେମିତି ପୋଖରୀ, ଆମ ପୋଖରୀରେ ସେମିତି ଅଳିଆ ନଥାଏ। ଏମିତି ଯୋଉ ସାଇଡରେ ସହରୀ ମାନଙ୍କର ଯେମିତି ଝାଡା ଫେରି ଦେଇଥାନ୍ତି, ଆମର ପୁରା କ୍ଲିନ୍, ସେମିତି ଝାଡା ସାଇଡରେ ପାଇବେନି। ସେଇଥିପାଇଁ ତ ଆମ ସହରୀ ଭାଇମାନେ କି ଭଉଣୀମାନେ ରାଗି ପାରନ୍ତି। ସେଇଥିପାଇଁ ପିକନିକ ଆମ ଜଙ୍ଗଲ ଜାଗାକୁ ହିଁ ସେମାନେ ଆସିଥାନ୍ତି। ଏଇଟା ହଉଛି ସତ। ତ ଦର୍ଶକ ବନ୍ଧୁ, କିଛି ଖରାପ ଭାବିବେ ନାହିଁ, ଏମିତି ଖାଲି କହିଦେଲି। ସଫା ଜାଗା ହେଇଥାଉ କି ମଇଳା ଜାଗା ହେଇଥାଉ, କେହି ବାହାରେ ମଳତ୍ୟାଗ କରନ୍ତୁ ନାହିଁ। ବାହାରେ ମଳତ୍ୟାଗ କରିବା ଦ୍ୱାରା ଆମର ବାୟୁମଣ୍ଡଳ ବହୁତ ଦୂଷିତ ହେଉଛି, ଯାହାଫଳରେ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛେ। ସମସ୍ତେ ପାଇଖାନା ବ୍ୟବହାର କରନ୍ତୁ, ଯାହାଫଳରେ ଆମେ ସମସ୍ତେ ଭଲରେ ରହିବା ଏବଂ ନିରୋଗ ରହିବା। ସହରିଆ ହେଇଥାନ୍ତୁ କି ଗାଉଁଲି ହେଇଥାନ୍ତୁ, ସମସ୍ତେ ଏ କଥାଟିକୁ ଯେମିତି ମନେ ରଖିବେ ଏବଂ ପାଇଖାନା ନିହାତି ବ୍ୟବହାର କରିବେ। ଭିଡିଓଟିକୁ ଯଦି ପସନ୍ଦ ଲାଗେ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଯଦି ପସନ୍ଦ ନ ଲାଗେ ବ୍ୟାଡ୍ କମେଣ୍ଟ ବି ଦେଇଦେବେ, କିଛି ମନ ଦୁଃଖ ନାହିଁ।